ଗତକାଲି ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲୁ ପାର୍ଲାମେଣ୍ଟରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କର ଆଚରଣ, ଉଚ୍ଚାରଣ ଏବଂ ଯେଉଁଭଳି ଭାବରେ ବ୍ୟବହାର ଏବଂ ଠିକ୍ ସେଇଭଳି ଭାବରେ ଓଡ଼ିଶାର ବିଧାନସଭାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କର ବକ୍ତବ୍ୟ, ଏ ଦୁଇଟାକୁ ଦେଖିଲା ପରେ ଲାଗୁଛି ରାହୁଲ ଗାନ୍ଧୀ ଏବଂ ନବୀନ ପଟ୍ଟନାୟକ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଏବଂ ସ୍ୱାଭାବିକ ଭାବରେ ଓଡ଼ିଶାରେ ତ ତାଙ୍କର ଗତ ରାଜ୍ୟସଭା ନିର୍ବାଚନ ସମୟରେ ଦୁଇ ଦଳର ଗଠବନ୍ଧନ ବି ସାମ୍ନାକୁ ଆସିଥିଲା। ବାସ୍ତବରେ ନବୀନ ବାବୁଙ୍କ ମୁହଁରେ ଏସବୁ କଥା ଶୋଭା ପାଏ। ଯୋଉ ନୀତି ନୈତିକତାର କଥା କହୁଛନ୍ତି ନବୀନ ବାବୁ, ତାଙ୍କର ସରକାର ଥିବା ସମୟରେ ଏବଂ ଯୋଉ ସମୟରେ ସିଏ ନିରଙ୍କୁଶ ଭାବରେ ଶାସନ କରୁଥିଲେ, ଏଠି ଛାତ୍ର ଏବଂ ଯୁବକ ମାନଙ୍କ ପ୍ରତି କୋଉ ଭଳିଆ ବ୍ୟବହାର କରୁଥିଲେ ତାର ଜ୍ୱଳନ୍ତ ଉଦାହରଣ ଅନେକ ରହିଛି। ଏବଂ ଗୋଟେ ଯୁବ ଛାତ୍ର ଆନ୍ଦୋଳନରୁ ଆସିଥିବା ବ୍ୟକ୍ତି ଭାବରେ ମୁଁ ମଧ୍ୟ ସେଥିରେ ସଫଳ। ନବୀନ ବାବୁଙ୍କୁ ମନେ ପକାଇ ଦେବା ପାଇଁ ଚାହେଁ, ଯେତେବେଳେ ନିଯୁକ୍ତି ମେଳା ନାଁରେ ଛାତ୍ର ମାନଙ୍କଠୁ ଅର୍ଥ ସଂଗ୍ରହ କରିଥିଲେ ଆପଣଙ୍କ ସରକାର ଏବଂ ନା ନିଯୁକ୍ତି ମେଳା କରିଥିଲେ ନା ନିଯୁକ୍ତି ଦେଇଥିଲେ, ଯେତେବେଳେ ଆନ୍ଦୋଳନ ହେଲା ଆପଣ କିଭଳି ଭାବରେ ଛାତ୍ର ମାନଙ୍କୁ ବ୍ୟବହାର କରିଥିଲେ, ଛାତ୍ର ମାନଙ୍କ ଉପରେ କିଭଳି ଆପଣ ପୋଲିସ ପ୍ରୟୋଗ କରିଥିଲେ, କିଭଳିଆ ଭାବରେ ଆପଣ ଛାତ୍ର ଯୁବକ ମାନଙ୍କୁ ଜେଲରେ ଭରିବାର କାମ କରିଥିଲେ, କିଭଳି ତାଙ୍କୁ ଲାଠି ପ୍ରୟୋଗ କରିଥିଲେ, ନବୀନ ବାବୁ କଣ ଭୁଲିଗଲେ ସେ କଥା? ଯୋଉ ଭଳିଆ ଭାବରେ ଆପଣଙ୍କ ସରକାର ସମୟରେ ପରୀକ୍ଷାରେ ଜାଲିଆତି କଲେ, ବିଭିନ୍ନ ରିକ୍ରୁଟମେଣ୍ଟ ପ୍ରୋସେସରେ ଜାଲିଆତି କଲେ, କେବେ ଆପଣ ଦାୟିତ୍ୱ ନେଇକି ସାମ୍ନାକୁ ଆସିଲେ? ଆପଣ ନୀତି ନୈତିକତାର କଥା କହିବେ, କିନ୍ତୁ ଏମିତିଆ କଥା ଯେ ଯୋଉ ବିଲେଇ 100 ମୂଷା ଖାଇ ତୀର୍ଥ କରିଗଲା ଭଳିଆ। ତେଣୁ ନବୀନ ବାବୁ ଏବଂ ବିଜୁ ଜନତା ଦଳ ଏଥିରେ କ୍ଷାନ୍ତ ରହିବା କଥା। ଏବଂ ରାହୁଲ ଗାନ୍ଧୀ ଗୋଟେ ନନ୍ ସିରିୟସ ଜଣେ ରାଜନୀତିଜ୍ଞ, ଇଏ କାଲି ଆଉ ଥରେ ପ୍ରମାଣିତ କରିଛନ୍ତି। ଏବଂ ଯୋଉଭଳି ଭାବରେ ଦେଶର ସବୁଠୁ ପ୍ରଧାନମନ୍ତ୍ରୀ ଦେଶର ଆନ୍ଦୋଳନ କରିବା, ଇଏ ଦେଶର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରାଇବାର କାମ କରିଛନ୍ତି। ଏବଂ ଯିଏ ଛାତ୍ର ମାନଙ୍କୁ ତାଙ୍କର ଆୟୁଧ କରି ଛାତ୍ର ମାନଙ୍କୁ ବ୍ୟବହାର କରି ନିଜର ରାଜନୈତିକ ଚରିତ୍ର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଚେଷ୍ଟା କରୁଛନ୍ତି, ଛାତ୍ର ଆଉ ଯୁବକ ଭାରତ ବର୍ଷର ଜାଣିଛନ୍ତି ରାହୁଲ ଗାନ୍ଧୀ କିଏ ଏବଂ ନରେନ୍ଦ୍ର ମୋଦି କିଏ, ଧର୍ମେନ୍ଦ୍ର ପ୍ରଧାନ କିଏ। ମୁଁ ନିଶ୍ଚିତ ଭାବରେ ଜଣେ ଯୁବକ ହିସାବରେ କହିବା ପାଇଁ ଚାହେଁ, କମ ସେ କମ ନରେନ୍ଦ୍ର ମୋଦି ସରକାର ଆଜି ଛାତ୍ର ଯୁବକ ମାନଙ୍କ ପାଇଁ ଅନେକ କଥା କରିଛନ୍ତି। ଏବଂ ଆଜି ଗର୍ବର ସହିତ କହିବା ପାଇଁ ଚାହେଁ, ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ହିସାବରେ ଗୋଟିଏ ଦୁର୍ଘଟଣା ଘଟିଲା ପରେ ନିଟ୍ ପରୀକ୍ଷାର ଯୋଉ ଦୁର୍ଘଟଣା ଘଟିଲା, ସେ ସାମ୍ନାକୁ ଆସିଲେ ଦାୟିତ୍ୱ ନେଇ କହିଲେ ଯେ ମୁଁ ଶିକ୍ଷା ମନ୍ତ୍ରୀ ହିସାବରେ ଦାୟିତ୍ୱ ନେଉଛି, ୟାକୁ ଠିକ ମଧ୍ୟ କରାଯିବ ଏବଂ ତାକୁ ପ୍ରମାଣିତ କଲେ ଠିକ ଭାବରେ ପୁଣି ଥରେ ନିଟ୍ ପରୀକ୍ଷା କରିବେ। ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି, 13 ଜଣଙ୍କୁ ଜେଲ ପଠାଯାଇ ସାରିଲାଣି। ଆଜି ତାର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ତାର ତଦନ୍ତ ହବ, ଯୋଉମାନେ ଦୋଷୀ ସମସ୍ତଙ୍କୁ ଜେଲ ପଠାଯିବ। ସଂସଦରେ ଚର୍ଚ୍ଚା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। କିନ୍ତୁ ଯୋଉଭଳି ଭାବରେ ଲୋକର ଯୁବକ ମାନଙ୍କୁ ଆୟୁଧ କରି ନିଜର ରାଜନୈତିକ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଚେଷ୍ଟା କରୁଛି, ଏହାକୁ ଓଡ଼ିଶାର ଭାରତ ବର୍ଷର ଛାତ୍ର ଯୁବକ କେବେ ବି ଗ୍ରହଣ କରିବେନି। ଆମ ପାଇଁ ଆମର ଦେଶ ପ୍ରଥମେ, ଆମର ଦେଶର ସୁରକ୍ଷା ପ୍ରଥମେ, ଆମର ଦେଶର ଗଣତନ୍ତ୍ର ପ୍ରଥମେ। ତାକୁ ତିଳକ କରି ଯୋଉମାନେ ହତ୍ୟା କରିଛନ୍ତି, ସେମାନେ ଆଜି ଛାତ୍ର ଆଉ ଯୁବକକୁ ଆୟୁଧ କରି ନିଜର ରାଜନୈତିକ ଇଚ୍ଛା ଚରିତାର୍ଥ କରୁଛନ୍ତି। ୟାକୁ ଛାତ୍ର ଯୁବକ କେବେ ବରଦାସ୍ତ କରିବେ ନାହିଁ। ଘରକୁ ଆସନ୍ତି ଲକ୍ଷ୍ମୀ ଯଦି ବାଛନ୍ତି ଅସଲି ଲଙ୍ଗଳ ମାର୍କା ହିନ୍ଦୁସ୍ତାନ ସେଟ୍ସ। 1945 ମସିହାରୁ ଚାଷୀଙ୍କ ସେବାରେ ହିନ୍ଦୁସ୍ତାନ ସେଟ୍ସ, ଟିଟଲାଗଡ଼। महावीर हायर सेकेंडरी स्कूल पुणीतला बलांगीर 2014 आरंभ होइछि। एठारे उभय आर्ट्स एंड साइंस रो व्यवस्था रहिछि। एठारे बोथ बॉयज एंड गर्ल्स का हॉस्टल सुविधा रहिछि। उक्त कॉलेज रे अभिज्ञ अध्यापक और अध्यापिका शिक्षादान करती। एठारे कोचिंग क्लास रो मध्य सुविधा रहिछि। प्रतिदिन संध्या समय रे स्टडी हावर रखा जाइछि। विशुद्ध एवं ठंडा पानी जलर सुविधा रहिछि। प्रतिमास मंथली एग्जाम अनुष्ठित होता है। यार रिजल्ट अभिभावक मानकु सूचित करा जाय। हॉस्टल रे दैनिक 4 बेला पुष्टिकर खाद्य प्रदान करा जाय। एक्स्ट्रा करिकुलर एक्टिविटीज मध्य अनुष्ठित हुए।
ଛାତ୍ରଛାତ୍ରୀ ମାନଙ୍କ ନୈତିକ ମୂଲ୍ୟବୋଧର ବୃଦ୍ଧି ନିମିତ୍ତ ନୈତିକ ଶିକ୍ଷା ପ୍ରଦାନ କରାଯାଏ। କମ୍ପ୍ୟୁଟର କ୍ଲାସ ମଧ୍ୟ ନିୟମିତ ହୋଇଥାଏ। ପ୍ରାକୃତିକ ଶାନ୍ତ ପରିବେଶରେ ଏହି କଲେଜଟି ଅବସ୍ଥିତ। ପ୍ରତ୍ୟେକ 3 ମାସରେ ଅଭିଭାବକମାନଙ୍କୁ ନେଇ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନରତ ଉନ୍ନତି ନିମନ୍ତେ ବୈଠକ ରଖାଯାଇଥାଏ। ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ କଲେଜ ତରଫରୁ ସ୍ୱତନ୍ତ୍ର ସ୍କଲାରସିପ୍ ବ୍ୟବସ୍ଥା କରାଯାଇଛି। ତେବେ ଆଉ ଡେରି କାହିଁକି? ଆଡମିସନ ନେବା ପାଇଁ ଯୋଗାଯୋଗ କରନ୍ତୁ 7537902647 9853608113